षय सप्त पूर्वे चत्वारो मनवस्तुता मद्भावा मानसा जाता जैसां लोको इमा प्रजाम। ओं नमो भगवते वासुदेवाय ओं परमात्मने नमः। ओं नमो भगवते वासुदेवाय। एमाने यही कल्पर सर्वप्रथम स्वयंभुव मनंतरर सप्तर्षि अटंती। अतएव एठारे सप्तर्षि कहिले एही मानंकु ही ग्रहण करा जिबा उचित। एठारे सप्त महर्षि रूपे वर्तमान मनंतरर विश्वामित्र जमदग्नि भरद्वाज गौतम अत्रि वशिष्ठ और कश्यप यही 7 जन को मानि नेले आपत्तिक। एही विश्वामित्र आदि सप्त महर्षि मध्यरु अत्रि और वशिष्ठ व्यतीत अन्य 5 जन भगवानंकर किंबा ब्रह्मांकर मानस पुत्र नुहंती। अतएव एठारे एमानंकु ग्रहण न करी पूर्वोक्त ऋषि मानंकु मानि नेबा ठीक हेबो। चत्वारह पूर्वे द्वारा केउ मानंकु नियाजिबो। सर्वप्रथमे उत्पन्न होइथिबा सनक, सनंदन, सनातन ओ सनत कुमार यही 4 जन को नियाजिबो। एमाने मध्य भगवानंकर ही स्वरूप एवं ब्रह्मा तप करिबारु एमाने स्वेच्छारे प्रकट होइचंती। ब्रह्मा स्वयं कहिचंती तप्तं तोप विविध लोक शिश्रुक्षयामि आदौ सनात स्रोतः पसः स चतुर्सनो अभूत। प्राकल्प संल विविनष्ट महामृतत्वं सम्यग जगाद सुनयो जदश्च क्षतामुन्। मु विविध प्रकार लोक सृष्टि करिवा इच्छारे सर्वप्रथमे जो तप कली मोर से अखंडित तपस्यारु ही भगवान स्वयं सनक, सनंदन, सनातन, सनत कुमार, सन नामधारी यही 4 रूप रे प्रकट हेले एवं पूर्व कल्पर प्रलय समय रे जो अमृतत्व ज्ञानर प्रचार यही संसार रे नष्ट होई जाइथिला ताहा एमाने भल भाव रे उपदेश देले जद्वारा सेई मुनि माने निज हृदय रे आत्मतत्व साक्षात्कार कले। एही श्लोक रे ही कुआ जाइछि जहांकर सबु लोक रे एही प्रजा माने अछंती किंतु तत्वारह पूर्वेर अर्थ सनकादि महर्षि बोली मानि नेबा द्वारा एथिरे विरोध आसुची। कारण सनकादिंकर तो कौनसी प्रजा नाहांती। सनकादि कुमार माने हेउचंती समस्तंकु ज्ञान प्रदान करुथिबा निवृत्ति धर्मर प्रवर्तक आचार्य। अतएव सेमानंकर शिक्षा ग्रहण करुथिबा समस्तंकु शिष्य संबंध जोगु सेमानंकर प्रजा बोली मानि नहीं हेबो। अतएव एथिरे कौनसी विरोध नाही। मनबह पद केउमानंकर वाचक। ब्रह्मांकर गोटिए दिन रे 14टी मनु हुंती। प्रत्येक मनुक अधिकार काल को मनंतर कहंती। 71 चतुर्युगी ठारू किछि अधिक काल हेले
ଗୋଟିଏ ମନନ୍ତର ହୁଏ। ମାନବୀୟ ବର୍ଷ ଗଣନା ଅନୁସାରେ ଏକ ମନନ୍ତର 30,67,20,000 ବର୍ଷ ହୁଏ ଏବଂ ଦିବ୍ୟ ବର୍ଷ ଗଣନା ହିସାବରେ 8,52,000 ବର୍ଷରୁ କିଛି ଅଧିକ କାଳ ହୁଏ। ପ୍ରତ୍ୟେକ ମନନ୍ତରରେ ଧର୍ମର ବ୍ୟବସ୍ଥା ଓ ଲୋକରକ୍ଷଣ ପାଇଁ ଭିନ୍ନ ଭିନ୍ନ ସପ୍ତର୍ଷି ହୁଅନ୍ତି। ଏକ ମନନ୍ତରର ବିତିଯିବା ପରେ ଯେତେବେଳେ ମନୁ ବଦଳି ଯାଆନ୍ତି, ସେତେବେଳେ ତାଙ୍କ ସହିତ ସପ୍ତର୍ଷି ଦେବତା ଇନ୍ଦ୍ର ଓ ମନୁପୁତ୍ର ମଧ୍ୟ ବଦଳି ଯାଆନ୍ତି। ବର୍ତ୍ତମାନ କଳ୍ପର ମନୁମାନଙ୍କର ନାମ ହେଲା ସ୍ୱୟଂଭୁବ, ସ୍ୱୈରୋଚିଷ, ଉତ୍ତମ, ତାମସ, ରୈବତ, ଚାକ୍ଷୁଷ, ବୈବସ୍ୱତ, ସାବର୍ଣ୍ଣୀ, ଦକ୍ଷ ସାବର୍ଣ୍ଣୀ, ବ୍ରହ୍ମ ସାବର୍ଣ୍ଣୀ, ଧର୍ମ ସାବର୍ଣ୍ଣୀ, ରୁଦ୍ର ସାବର୍ଣ୍ଣୀ, ଦେବ ସାବର୍ଣ୍ଣୀ ଓ ଇନ୍ଦ୍ର ସାବର୍ଣ୍ଣୀ। ଏହି ସପ୍ତ ମହର୍ଷି ଆଦିଙ୍କ ସହିତ ସଭା ବା ବିଶେଷଣ ଦେବାର ଅଭିପ୍ରାୟ କ'ଣ? ଏମାନେ ସମସ୍ତେ ଭଗବାନଙ୍କ ଠାରେ ଶ୍ରଦ୍ଧା ଓ ପ୍ରେମ ରହନ୍ତି। ଏହି ଭାବ ଦେଖାଇବା ପାଇଁ ମଭା ବା ବିଶେଷଣ ଦିଆଯାଇଛି। ସପ୍ତର୍ଷି ଓ ସନକାଦିକଙ୍କ ଉତ୍ପତ୍ତି ତ ବ୍ରହ୍ମାଙ୍କ ମନରୁ ହୋଇଥିବା ଧରାଯାଏ। ଏଠାରେ ଭଗବାନ ସେମାନଙ୍କୁ ନିଜ ମଧ୍ୟରୁ ଉତ୍ପନ୍ନ ବୋଲି କିପରି କହିଲେ? ଏମାନେ ବ୍ରହ୍ମାଙ୍କ ଠାରୁ ଉତ୍ପନ୍ନ ବୋଲି ଯାହା କୁହାଯାଏ, ତାହା ପ୍ରକୃତରେ ଭଗବାନଙ୍କ ଠାରୁ, କାରଣ ସ୍ୱୟଂ ଭଗବାନ ହିଁ ଜଗତକୁ ସୃଷ୍ଟି କରିବା ପାଇଁ ବ୍ରହ୍ମାଙ୍କ ରୂପ ଧାରଣ କରନ୍ତି। ଅତଏବ ବ୍ରହ୍ମାଙ୍କ ମନରୁ ଯେଉଁମାନେ ଉତ୍ପନ୍ନ, ସେମାନଙ୍କ ନିଜ ମନରୁ ଉତ୍ପନ୍ନ ବୋଲି ଭଗବାନ କହିବାରେ ମଧ୍ୟ କୌଣସି ବିରୋଧ ନାହିଁ। ଏପରି ଭାବରେ ଦ୍ୱିତୀୟ ଓ ତୃତୀୟ ଶ୍ଲୋକ ଦ୍ୱାରା ଭଗବାନଙ୍କର ଯୋଗର ଓ ଚତୁର୍ଥ ଠାରୁ ଷଷ୍ଠ ଯାଏ ତାଙ୍କ ବିଭୂତି ମାନଙ୍କର ଯେଉଁ ବର୍ଣ୍ଣନା କରାଗଲା, ତାହା ଜାଣିବାର ଫଳ ଆଗ ଶ୍ଲୋକରେ କହୁଛନ୍ତି। ଓଂ ନମୋ ଭଗବତେ ବାସୁଦେବାୟ ଓଂ ପରମାତ୍ମନେ ନମଃ। ଓଂ ଏତାଂ ବିଭୂତିଂ ଯୋଗଂ च मम जो वेति तत्त्वतः सोऽविकम्पेन जोगेन युज्यते नात्र संशयः। ଯେଉଁ ପୁରୁଷ ମୋର ଏହି ପରମ ଐଶ୍ୱର୍ଯ୍ୟ ରୂପୀ ବିଭୂତି ଯୋଗ ଶକ୍ତିକୁ ତତ୍ତ୍ୱତଃ ଜାଣନ୍ତି, ସେ ନିଶ୍ଚଳ ଭକ୍ତି ଯୋଗ ଦ୍ୱାରା ଯୁକ୍ତ ହୋଇଯାଆନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ। ଏଠାରେ ଏତାମ୍ ବିଶେଷଣ ସହିତ ବିଭୂତିମ୍ ପଦ କାହାର ବାଚକ ଏବଂ ଯୋଗମ୍ ପଦ ଦ୍ୱାରା କଣ କୁହାଗଲା? ଏ ଉଭୟଙ୍କୁ ତତ୍ତ୍ୱତଃ ଜାଣିବା କହିଲେ କଣ ବୁଝାଯାଏ? ପୂର୍ବ ତିନୋଟି ଶ୍ଲୋକରେ ଭଗବାନ ଯେଉଁ ବୁଦ୍ଧି ଆଦି ଭାବକୁ ଓ ମହର୍ଷି ଆଦିଙ୍କୁ ନିଜ ଠାରୁ ଉତ୍ପନ୍ନ ବୋଲି କହିଛନ୍ତି, ତଥା ସପ୍ତମ ଅଧ୍ୟାୟରେ ଜଳରେ ମୁଁ ବ୍ରସ ଏବଂ ନବମ ଅଧ୍ୟାୟରେ ମୁଁ କ୍ରତୁ, ମୁଁ ଯଜ୍ଞ ଇତ୍ୟାଦି ବାକ୍ୟରେ ଯେଉଁ ପଦାର୍ଥର ଭାବର ଓ ଦେବତା ଆଦିଙ୍କର ବର୍ଣ୍ଣନା କରିଅଛି, ଏଠାରେ ଏତାମ୍ ବିଶେଷଣ ସହିତ ବିଭୂତିମ୍ ପଦ ହେଉଛି ସେ ସବୁର ବାଚକ। ଭଗବାନଙ୍କର ଯେଉଁ ଅଲୌକିକ ଶକ୍ତି ରହିଛି, ଯାହାକୁ ଦେବତା ଓ ମହର୍ଷି ମାନେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଜାଣନ୍ତି ନାହିଁ,
ଯେଉଁ ଶକ୍ତି ବଳରେ ସ୍ୱୟଂ ସାତ୍ତ୍ୱିକ ରାଜସ ଓ ତାମସ ଭାବର ଭିନ୍ନ ନିମିତ୍ତୋପାଦାନ କାରଣ ହୋଇ ମଧ୍ୟ ଭଗବାନ ସଦା ସେମାନଙ୍କ ଠାରୁ ଅଲଗା ରହନ୍ତି ଓ କୁହାଯାଏ ଯେ ସେଇ ଭାବ ସବୁ ଭଗବାନଙ୍କ ଠାରେ ନାହିଁ କି ଭଗବାନ ସେ ସବୁ ମଧ୍ୟରେ ନାହାନ୍ତି। ଯେଉଁ ଶକ୍ତି ବଳରେ ସାରା ଜଗତର ଉତ୍ପତ୍ତି ସ୍ଥିତି ଓ ସଂହାର ଆଦି ସମସ୍ତ କର୍ମ କରି ଭଗବାନ ସାରା ବିଶ୍ୱକୁ ନିୟମରେ ପରିଚାଳନା କରନ୍ତି, ଯେଉଁ କାରଣରୁ ସେ ସମସ୍ତ ଲୋକଙ୍କର ମହାନ ଈଶ୍ୱର, ସମସ୍ତ ପ୍ରାଣୀମାନଙ୍କର ସୁହୃଦ୍, ସମସ୍ତ ଯଜ୍ଞାଦିର ଭୋକ୍ତା, ସର୍ବାଧାର ଓ ସର୍ବଶକ୍ତିମାନ, ଯେଉଁ ଶକ୍ତିରେ ଭଗବାନ ଏହି ସାରା ଜଗତକୁ ତାଙ୍କର ଏକ ଅଂଶରେ ଧାରଣ କରି ରଖିଛନ୍ତି ଓ ବିଭିନ୍ନ ଯୁଗରେ ନିଜର ଇଚ୍ଛା ଅନୁସାରେ ବିଭିନ୍ନ କାର୍ଯ୍ୟ ପାଇଁ ବିଭିନ୍ନ ରୂପ ଧାରଣ କରନ୍ତି ତଥା ସବୁ କିଛି କରି ମଧ୍ୟ ସମସ୍ତ କର୍ମଠାରୁ ସମ୍ପୂର୍ଣ୍ଣ ଜଗତ ଠାରୁ ଏବଂ ଉନ୍ନାଦି ସମସ୍ତ ବିକାରରୁ ସର୍ବଥା ନିର୍ଲିପ୍ତ ରହନ୍ତି। ଏବଂ ନବମ ଅଧ୍ୟାୟର ପଞ୍ଚମ ଶ୍ଲୋକରେ ଯାହାକୁ ଐଶ୍ୱର ଯୋଗ କୁହାଯାଇଛି, ଏଠାରେ ଯୋଗମ୍ ପଦଟି ହେଉଛି ସେହି ଅଦ୍ଭୁତ ଶକ୍ତିର ବାଚକ। ଏପରି ଭାବରେ ସମସ୍ତ ଜଗତର ଭଗବାନଙ୍କର ହିଁ ରଚନା ଏବଂ ସବୁ ତାଙ୍କର ଏକ ଅଂଶରେ ରହିଛି। ଏଣୁ ଜଗତରେ ଯେକୌଣସି ବସ୍ତୁ ଶକ୍ତି ସମ୍ପନ୍ନ ପ୍ରତୀତ ହୁଏ, ଯାହାଠାରେ କିଛି ବିଶେଷତା ଦେଖାଯାଏ, ତାହାଙ୍କୁ ଅଥବା ସମସ୍ତ ଜଗତକୁ ଭଗବାନଙ୍କର ହିଁ ବିଭୂତି ଅର୍ଥାତ୍ ତାଙ୍କର ସ୍ୱରୂପ ବୋଲି ବୁଝିବା ଏବଂ ଉପରୋକ୍ତ ପ୍ରକାରରେ ଭଗବାନଙ୍କୁ ସମସ୍ତ ଜଗତର କର୍ତ୍ତା, ହର୍ତ୍ତା ଓ ସର୍ବଶକ୍ତିମାନ, ସର୍ବେଶ୍ୱର, ସର୍ବାଧାର, ପରମ ଦୟାଳୁ, ସମସ୍ତଙ୍କର ସୁହୃଦ୍ ଓ ସର୍ବାନ୍ତର୍ଯ୍ୟାମୀ ବୋଲି ମାନିବା ହିଁ ଭଗବାନଙ୍କର ବିଭୂତି ଓ ଯୋଗକୁ ତତ୍ତ୍ୱତଃ ଜାଣିବା। ଅବିକମ୍ପେନ ବିଶେଷଣ ସହିତ ଯୋଗେନ ପଦ କାହାର ବାଚକ ଓ ତା ସହିତ ଯୁକ୍ତ ହୋଇଯିବା କ'ଣ? ଭଗବାନଙ୍କ ପ୍ରତି ଯେଉଁ ଅନନ୍ୟ ଶକ୍ତି ରହିଥାଏ, ଯାହାକୁ ଅବ୍ୟଭିଚାରିଣୀ ଭକ୍ତି ଓ ଅବ୍ୟଭିଚାରୀ ଭକ୍ତି ଯୋଗ ବୋଲି ମଧ୍ୟ କହନ୍ତି। ସପ୍ତମ ଅଧ୍ୟାୟର ପ୍ରଥମ ଶ୍ଲୋକରେ ଯାହାକୁ ଯୋଗ ବୋଲି କୁହାଗଲା, ନବମ ଅଧ୍ୟାୟର 13, 14 ଓ 34 ଶ୍ଲୋକରେ ଓ ଏହି ଅଧ୍ୟାୟର ନବମ ଶ୍ଲୋକରେ ଯାହାର ସ୍ୱରୂପ କୁହାଗଲା, ଏଠାରେ ଅବିକମ୍ପେନ ବିଶେଷଣ ସହିତ ଯୋଗେନ ପଦଟି ହେଉଛି ସେହି ଅବିଚଳ ଅଭିଯୋଗର ବାଚକ ଓ ସେଥିରେ ସଂଲଗ୍ନ ରହିବା ହିଁ ତା ସହିତ ଯୁକ୍ତ ହେବା। ଭଗବାନଙ୍କର ପ୍ରଭାବ ଓ ବିଭୂତିମାନଙ୍କୁ ଜାଣିବାର ଫଳ ଅଟଳ ଭକ୍ତି ଯୋଗ ପ୍ରାପ୍ତି ବୋଲି କୁହାଗଲା। ବର୍ତ୍ତମାନ ଆଗ ଦୁଇଟି ଶ୍ଲୋକରେ ସେହି ଭକ୍ତି ଯୋଗ ପ୍ରାପ୍ତିର କ୍ରମ କୁହାଯାଇଛି। ଓଂ ନମଃ